ମୁଁ ସମ୍ମୁଖରେ 7 ଗୋଟି ବିଷୟ ରଖିବା ପାଇଁ ଚାହେଁ ଯାହା ଗୋଟେ ମହିଳାକୁ ନଷ୍ଟ କରିଥାଏ। ଗୋଟେ ମହିଳା ପାଇଁ ଅତି ଜଘନ୍ୟ ବିଷୟ ଗୁଡାକ ଯାହା ସାଧାରଣ ବିଷୟ ତାର ଜୀବନକୁ ନଷ୍ଟ କରିଥାଏ। 7ଟି ବିଷୟ ତା ମୁଁ କହିବା ପାଇଁ ଚାହେଁ। ପ୍ରଭୁଙ୍କ ଦାସ ଭାବରେ ନମ୍ରତାର ସହିତ ଭଉଣୀମାନଙ୍କ ପାଇଁ ଆଜିର ସମ୍ବାଦ ରଖିବା ପାଇଁ ଚାହେଁ। এই ସମ୍ବାଦଟି ଯଦି ଶୁଣିବେ ଆଉ ଧ୍ୟାନ ସହିତ ମନୋଯୋଗ କରିବେ ନିଶ୍ଚିତ ଭାବରେ ଆପଣମାନେ এই ପ୍ରମାଦରୁ ରକ୍ଷା ପାଇପାରିବେ। ପ୍ରଥମ ତିମୋଥୀ ତାର 5 ପର୍ବ ତାର 11 ପଦରୁ 15 ପଦ ପର୍ଯ୍ୟନ୍ତ ଏଇଠି 7 ଗୋଟି ବିଷୟ ଲେଖାଯାଏ। ଯଦି ଆପଣ ବାଇବେଲ ଖୋଲିକି ଦେଖିବେ ଆପଣ ଜାଣିପାରିବେ। ସଂକ୍ଷେପରେ ମୁଁ 7ଟି ବିଷୟ ରଖିବା ପାଇଁ ଚାହେଁ। ପ୍ରଥମ ବିଷୟ, କେଉଁ ବିଷୟ ଗୋଟିଏ ମହିଳାଙ୍କୁ ପତନ ଆଡ଼କୁ କଢ଼େଇ ନେଇଥାଏ, କେଉଁ ବିଷୟ ତାଙ୍କ ଜୀବନକୁ ନଷ୍ଟ କରିଥାଏ, ତାହା ମୁଁ ଆଜି ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ। ପ୍ରଥମ ବିଷୟ ହେଉଛି 11 ପଦରେ ଲେଖାଯାଉଛି ଯେ ଖ୍ରୀଷ୍ଟଙ୍କ ଠାରୁ ବିମୁଖ। ଯେତେବେଳେ ଜଣେ ବ୍ୟକ୍ତି ଜଣେ ମହିଳା ସେ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହୁଏ ସେତେବେଳେ ତାଙ୍କର ପତନ ଆରମ୍ଭ ହୋଇଯାଏ, ତାଙ୍କର ବିନାଶ ଆରମ୍ଭ ହୋଇଯାଏ। ସେ ନଷ୍ଟ ହେବାକୁ ଆରମ୍ଭ କରନ୍ତି ଯେତେବେଳେ ସେ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହୋଇଯାଆନ୍ତି। ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେତେବେଳେ ଜଣେ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହୁଅନ୍ତି ତାଙ୍କ ଜୀବନରେ ପତନ ଆରମ୍ଭ ହୋଇଯାଏ, ପତନ ଆରମ୍ଭ ହୋଇଯାଏ। ତାପରେ 12 ପଦ ଲେଖାଯାଉଛି ସେମାନେ ସେମାନଙ୍କ ପୂର୍ବ ପ୍ରତିଜ୍ଞା ଲଙ୍ଘନ କରିବାକୁ ଦଣ୍ଡନୀୟ ହୁଅନ୍ତି। କଣ କରନ୍ତି? ଦ୍ୱିତୀୟ ବିଷୟ, ସେମାନେ ପୂର୍ବ ପ୍ରତିଜ୍ଞାକୁ ଲଙ୍ଘନ କରନ୍ତି, ପ୍ରତିଜ୍ଞା ଲଙ୍ଘନ କରନ୍ତି। ପ୍ରଭୁଙ୍କ ସମ୍ମୁଖରେ ଯୋଉ ପ୍ରତିଜ୍ଞା କରିଥିଲେ, ଯୋଉ ଚୁକ୍ତି କରିଥିଲେ ସେଇଟାକୁ ସେମାନେ ଭୁଲି ବସନ୍ତି। ଏଟା କେତେବେଳେ ଆରମ୍ଭ ହୁଏ? ଯେତେବେଳେ ଜଣେ ମହିଳା, ଜଣେ ସ୍ତ୍ରୀ ଲୋକ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହୁଏ ତାପରେ ତାଙ୍କ ଜୀବନରେ ସେ ପ୍ରତିଜ୍ଞା ଲଙ୍ଘନ କରନ୍ତି, ସୀମା ଲଙ୍ଘନ କରନ୍ତି। ପ୍ରଭୁ ଯେଉଁ ସୀମା ନିରୂପଣ କରିଛନ୍ତି ସେ ସୀମାକୁ ସେ ଲଙ୍ଘନ କରିଥାନ୍ତି। ଏଟା ଦ୍ୱିତୀୟ ବିଷୟ ହୁଏ। ତାପରେ ତୃତୀୟ ବିଷୟ କଣ ହୁଏ? 13 ପଦ ଲେଖାଯାଉଛି ଆହୁରି ମଧ୍ୟ ସେମାନେ ଘର ଘର ବୁଲି, ଅତି ମାରାତ୍ମକ ବିଷୟ, ସେ ଘର ଘର ବୁଲିବା ପାଇଁ ଆରମ୍ଭ କରେ। ଆଜିକାଲି ଘର ଘର ବୁଲିବା ଦରକାର ନାହିଁ। ଆପଣ ମୋବାଇଲ ଫୋନରେ ସବୁ ଘର ବୁଲି ପାରିବେ। ଫୋନରେ ଗୁଡ଼େଇ କଥା ଇଆଡୁ ସିଆଡୁ କଥାବାର୍ତ୍ତା ଆରମ୍ଭ କରନ୍ତି। ସେ ଘର ଘର ବୁଲିବା ପାଇଁ ଆରମ୍ଭ କରନ୍ତି, ଘର ଘର ବୁଲନ୍ତି। ତାପରେ ଚତୁର୍ଥ ବିଷୟ, ଆଳସ୍ୟ ପ୍ରିୟ ହୁଅନ୍ତି। ଗୋଟେ ନାରୀର ବିନାଶ ଆରମ୍ଭ ହୁଏ ତାର ଆଳସ୍ୟରୁ। ଅଳସୁଆର ଘର ଭାଙ୍ଗି ପକାଏ, ଅଳସୁଆ ନିଜ ହସ୍ତ ନିଜ ଘରକୁ ଭାଙ୍ଗି ପକାଏ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଆଳସ୍ୟତା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଭଉଣୀମାନେ ଆଜିର କର୍ମବ୍ୟସ୍ତତା ମଧ୍ୟରେ ଆପଣ କେଉଁ ବିଷୟରେ ଅଧିକ ସମୟ କ୍ଷେପଣ କରୁଛନ୍ତି? ଆଳସ୍ୟତା ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରିଥାଏ। ଭଉଣୀମାନଙ୍କୁ, ମହିଳାମାନଙ୍କୁ କହିବା ପାଇଁ ଚାହେଁ ଘର ଘର ବୁଲିବା, ଆଳସ୍ୟ ପ୍ରିୟ ହେବା। ଆଜିର ସମୟରେ ସବୁ ବିଷୟ ସୁବିଧାରେ ହେଇଯାଏ, ଅନ୍ୟର ସହଯୋଗରେ ହେଇଯାଏ, ତ ସେଇ ସମୟରେ ଆଳସ୍ୟତା ଆସିଯାଏ। ଆଉ ଆଳସ୍ୟତା ଆସିଲେ ପରିବାରରେ ଆପଣ ଜୀବନରେ ନଷ୍ଟ ଆରମ୍ଭ ହୁଏ, ପତନ ଆରମ୍ଭ ହୁଏ, ବିନାଶ ଆରମ୍ଭ ହୁଏ। ତାପରେ କଣ କରନ୍ତି? ସେ 13 ପଦ ଲେଖାଯାଉଛି ସେ ଓସାର ଗଳ୍ପରେ ମନ ଦିଅନ୍ତି। ଓସାର ଗଳ୍ପ କଣ? ଟିଭି ସିରିଏଲ ଆଉ ସିନେମା ଦେଖିବା, ଇଆଡୁ ସିଆଡୁ କଥାବାର୍ତ୍ତା ହେବା। ଆପଣ ଯେକୌଣସି ସିରିଏଲ ଦେଖନ୍ତି ଦିନମାନଙ୍କରେ ତା କାଳ୍ପନିକ ବିଷୟ ଉପରେ ଆଧାରିତ ଅଟେ, ତା ସତ୍ୟ ଘଟଣା ନୁହେଁ। ସିନେମା ମଧ୍ୟ ସତ୍ୟ ଘଟଣା ନୁହେଁ। ତ ଏଇ ଯୋଉ କାଳ୍ପନିକ ବିଷୟକୁ ସେ ଅଧିକ ସମୟ ମନୋନିବେଶ କରନ୍ତି ତାଙ୍କର ପତନ ଆରମ୍ଭ ହୋଇଯାଏ। ଆଜି ଆମ ଘରର ସର୍ବନାଶ କାରଣ ଏ ସିନେମା ଆଉ ସିରିଏଲ, ଏ ଦିଟା ଆମର ପରିବାରକୁ ନଷ୍ଟ କରିବାକୁ ବସିଛି। এই ଦିନ ମାନଙ୍କରେ ନୈତିକତା ବିହୀନ ଚଳଚ୍ଚିତ୍ର ଗୁଡ଼ିକ, ନୈତିକତା ବିହୀନ ସିରିଏଲ ଗୁଡାକ ଆମର ଜୀବନକୁ ନଷ୍ଟ କରିବାକୁ ଆରମ୍ଭ କରିଛି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଏ ଓସାର ଗଳ୍ପ। ତାପରେ 6ଠ ବିଷୟ ପରଚର୍ଚ୍ଚା। ସେ ଲେଖାଯାଉଛି ପରଚର୍ଚ୍ଚା। ପ୍ରଥମ ବିଷୟ ଆମେ ଦେଖୁଥିଲୁ ଖ୍ରୀଷ୍ଟଙ୍କ ଠାରୁ ଯେତେବେଳେ ଜଣେ ବିମୁଖ ହୁଏ ସେ ପ୍ରତିଜ୍ଞା ଲଙ୍ଘନ କରେ। ପ୍ରତିଜ୍ଞା ଲଙ୍ଘନ କଲେ ସେ କଣ କରେ? ଘର ଘର ବୁଲିବା ପାଇଁ ଆରମ୍ଭ କରେ। ଆଉ ତାପରେ ସେ ଆଳସ୍ୟ ପ୍ରିୟ ହୁଏ। ପଞ୍ଚମରେ ଓସାର ଗଳ୍ପରେ ମନ ଦିଏ। ଆଉ 6ଠରେ ପରଚର୍ଚ୍ଚା କରିବା ପାଇଁ ଆରମ୍ଭ କରେ। ଅନ୍ୟର ଚର୍ଚ୍ଚା, ଇଆଡୁ ସିଆଡୁ କଥାବାର୍ତ୍ତା ହେବା, ଅଦରକାରୀ କଥାବାର୍ତ୍ତା ହେବା ପାଇଁ ସେ ଅଧିକ ସମୟ ମନୋନିବେଶ କରନ୍ତି। ଆଉ ଏହା ଦ୍ୱାରା କଣ ହୁଏ? ତାଙ୍କର ପତନ ସୁନିଶ୍ଚିତ ହୋଇଯାଏ। ଏସବୁ ହେଲା ପରେ କଣ ହୁଏ? 15 ପଦ ଲେଖାଯାଉଛି ଆଉ ଏବେ ମଧ୍ୟ କେହି କେହି ଶୟତାନର ପଶ୍ଚାତବର୍ତ୍ତୀ ହୋଇ ବିପଥଗାମୀ ହୋଇଅଛନ୍ତି।
सभा शेष कौन हुए से शैतान रो पश्चातवर्ती हुअन्ति एटा सबुठारु अति गुरुत्वपूर्ण विषय अटे ए पांचटी विषय ए सातटी विषय अति गुरुत्वपूर्ण विषय अटे मैं आपन सम्मुख में यही रखिली जे महिला माने अति गुरुत्वपूर्ण अटंती निज पाई पिलांक पाई परिवार पाई समाज पाई मंडली पाई किंतु आपण जेतेबेले ए सातटी विषय को उपेक्षा करिवे आपणकर नाश हेबार आरंभ हो जाए विनाश आरंभ हो जाए प्रथम विषय मु कहबा चाहे ख्रीष्टंक ठारू विमुख हेबा आपण देखंतु आपण ख्रीष्टंक प्रति आपण से पूर्व प्रेम रही कि ख्रीष्टंक प्रति आपण पूर्व परि लागिक रहुचंती कि जदि ताहा हरई बसीचंती आपण प्रतिज्ञा लंघन धीरे धीरे करिवे आपण जानि परिबेने तापर घर घर बुलिबे आलस्य प्रिय हेबे तापर असार गल्परे मनोनिवेश करिवे परचर्चा करिबा आरंभ करिवे तापर शैतान रो पश्चातवर्ती हेबे ए सातटी विषय अति गुरुत्वपूर्ण अटे प्रत्येक माँ मानकु महिला मानकु भौणी मानकु नम्रतार सहित कहवाई चाहे यह गुरुत्वपूर्ण विषय अटे अति गुरुत्वपूर्ण विषय अटे या ध्यान दिंतु नचेत आपणकर विनाश हेबो ताको अटकाई पारिबेने गोटे पर गोटे गोटे पर गोटे आपन जीवन विपर्यय को आप देखिए तेणु मुझे कहवाई चाहे यही वाक्य को अपनार करंतु प्रभु।